ତ୍ରୟୋଦଶ ଅଧ୍ୟାୟ ଆରମ୍ଭ। ବିଭୀଷଣ ଲଙ୍କାରୁ ବିତାଡ଼ିତ ହେଲେ। ରାବଣର ମାତା ହେଉଛନ୍ତି ରାକ୍ଷସୀ ନିକଷା ଓ ପିତା ବିଶ୍ରମ ଋଷି। ରାକ୍ଷସୀ ହେଲେ ହିଁ ନିକଷାଙ୍କଠାରେ ଧର୍ମାଧର୍ମ ବିଚାର ଥିଲେ। ସେ ଦେଖିଲେ ଯେ ତାଙ୍କର ପୁଅ ରାବଣ ଘୋର ପାପ କରି ନିଜର ସର୍ବନାଶ କରିବାକୁ ଯାଉଛି। ତେଣୁ ସେ ଅନ୍ୟ ପୁତ୍ର ବିଭୀଷଣକୁ ଡାକି କହିଲେ, ବିଭୀଷଣ, ରାବଣ ସୀତାଙ୍କୁ ଚୋରାଇ ଆଣି ମହାପାପ କରିଛି। ଏହା ଫଳରେ ଅସୁରକୁଳ ମହାବିପଦରେ ପଡ଼ିବ। ଶ୍ରୀରାମ ସୀତାଙ୍କୁ ଉଦ୍ଧାର କରିବା ପାଇଁ ନିଶ୍ଚୟ ଆସିବେ। ହନୁମାନ ଆସି ସୀତାଙ୍କର ତ ସନ୍ଧାନ ନେଇଯାଇଛି। ଗୋଟିଏ ଛାର ବାନର ହେଇ ସେ ବହୁ ରାକ୍ଷସମାନଙ୍କୁ ବଧ କଲା। ଲଙ୍କାର ବହୁ ଘର ପୋଡ଼ି ଛାରଖାର କରିଦେଲା। ରାମଚନ୍ଦ୍ରଙ୍କ ଶରରେ ମୋର ପୁତ୍ର ରାବଣ ନିହତ ହେବ, ଏହା ଭାବି ମୁଁ ସହିପାରୁନି। ତୁମେ ବିବେକୀ, ଯାଇ ଭାଇକୁ ବୁଝାଇ କହ, ସେ ସୀତାଙ୍କୁ ଫେରାଇ ଦେଇ ରାମଚନ୍ଦ୍ରଙ୍କ ଶରଣ ଯାଉ। ସେ ନିଶ୍ଚୟ ତାକୁ କ୍ଷମା ଦେବେ। ତାହା ନ କଲେ ଏ ଲଙ୍କାପୁରୀ ଓ ରାବଣ ସହିତ ଅସୁରକୁଳ ଧ୍ୱଂସ ପାଇବ। ମାତାଙ୍କ କଥା ମାନି ବିଭୀଷଣ ରାବଣ ନିକଟକୁ ଗଲେ। ସେ ସମୟରେ ରାବଣ ମନ୍ତ୍ରୀମାନଙ୍କ ସହିତ ମନ୍ତ୍ରଣା କରୁଥିଲେ। ବିଭୀଷଣ ରାବଣର ପାଦତଳେ ମୁଣ୍ଡିଆ ମାରି ବିନୟରେ କହିଲେ, ଭାଇ, ତୁମେ ମହାବୀର। ତୁମକୁ କୌଣସି ଉପଦେଶ ଦେବା ମୋ ପକ୍ଷରେ ଅନୁଚିତ। କିନ୍ତୁ ଯେତେବେଳେ ରାଜ୍ୟର ଓ ତୁମର ଅମଙ୍ଗଳ ଦେଖୁଛି, ସେତେବେଳେ ତୁମକୁ ଉଚିତ ପରାମର୍ଶ ଦେବା ମୋର କର୍ତ୍ତବ୍ୟ। ସେଥିରୁ ମୋର ଯାହା କିଛି ଘଟିଲେ ମଧ୍ୟ ଚିନ୍ତା ନାହିଁ। ଭାଇ, ମୁଁ ଦେଖୁଛି ତୁମେ ସୀତାଙ୍କୁ ଏଠାକୁ ଆଣିବାରୁ ନାନା ଅମଙ୍ଗଳ ଘଟୁଛି। ପରର ସ୍ତ୍ରୀକୁ ଅପହରଣ କରିବା ମହାପାପ। ତେଣୁ ମୋର ଅନୁରୋଧ, ସୀତାଙ୍କୁ ଫେରାଇ ଦିଅ। ତାହେଲେ ରାମଚନ୍ଦ୍ର ଫେରିଯିବେ ଓ ଲଙ୍କାପୁରବାସୀମାନେ ନିରାପଦ ରହିବେ। ବିଭୀଷଣଙ୍କର ପରାମର୍ଶ ଶୁଣି ରାବଣ ତାର ମନ୍ତ୍ରୀମାନଙ୍କ ମତ କ'ଣ ପଚାରିଲା। ମନ୍ତ୍ରୀମାନେ କହିଲେ, ହେ ମହାରାଜ, ରାମଚନ୍ଦ୍ର ଛାର ଏକ ମଣିଷ। ରାଜ୍ୟ ହରାଇ ବନରେ ବୁଲୁଛି। ତାପରି ଏକ ହୀନ ଲୋକକୁ ଭୟ କରିବା ଉଚିତ ନୁହେଁ। ଆପଣଙ୍କ ଭଳି ବୀର ତ୍ରିଭୁବନରେ କିଏ ଅଛି? ଆପଣଙ୍କ ଭୟରେ ପକ୍ଷରାଜ କୁବେର ଆପଣଙ୍କ ନିକଟରେ ଶରଣ ପଶି ପୁଷ୍ପକ ବିମାନ ଉପହାର ଦେଲେ। ମୟ ଦୈତ୍ୟ ଆପଣଙ୍କୁ ଭୟ କରି ନିଜର କନ୍ୟାଙ୍କୁ ଆପଣଙ୍କୁ ଦେଲା। ପାତାଳପୁରରେ ପ୍ରବେଶ କରି ଆପଣ ବାସୁକୀକୁ ଆଣିଛନ୍ତି। ଆପଣଙ୍କ ପୁଅ ଇନ୍ଦ୍ରଜିତ ଇନ୍ଦ୍ରକୁ ଜୟ କରିଛନ୍ତି। ଆପଣଙ୍କ ନିକଟରେ ରାମ କି ଛାର? ଆପଣ ଶିବଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ବର ଲାଭ କରିଅଛନ୍ତି। ଆମେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ। ଆପଣଙ୍କର ଭୟର କାରଣ କିଛି ନାହିଁ। ବିଭୀଷଣ ସେମାନଙ୍କୁ ବୁଝାଇ କହିଲେ, ଶ୍ରୀରାମଙ୍କୁ ଦୁର୍ବଳ ବୋଲି ଭାବ ନାହିଁ। ବାନର ସୈନ୍ୟମାନଙ୍କୁ ଏପରି ହେୟ କର ନାହିଁ। ଗୋଟିଏ ବାନର ଆସି ଯାହା କରିଦେଲା ତାହା ଆମେ ଦେଖିଲେ। ସେହିପରି ଲକ୍ଷ ଲକ୍ଷ ବାନର ଶ୍ରୀରାମଚନ୍ଦ୍ରକୁ ସାହାଯ୍ୟ କରୁଛନ୍ତି। ସୀତାଙ୍କୁ ଚୋରାଇ ଆଣି ଗୋଟିଏ ଅପରାଧ ଆମେ ଆଗ କରିଛେ। ଏହି ସୀତାଙ୍କ ଯୋଗେ ଆମ କୁଳ ନାଶ ଘଟିବ। ଚିରକାଳ ଧର୍ମର ଜୟ, ଅଧର୍ମର ପରାଜୟ। ତେଣୁ ମୋର ଅନୁରୋଧ, ରାମଚନ୍ଦ୍ର ଲଙ୍କାପୁରୀ ଆକ୍ରମଣ କରିବା ପୂର୍ବରୁ ସୀତାଙ୍କୁ ଫେରାଇ ଦେବା ଉଚିତ। ମାତ୍ର ଅସୁରବୀରମାନେ ସୀତାଙ୍କୁ ଫେରାଇ ଆଣିବାକୁ ମନ କରି ରାମଙ୍କ ସହ ଯୁଦ୍ଧ କରିବାକୁ ରାବଣକୁ ଉତ୍ସାହିତ କଲେ। ତଥାପି ବିଭୀଷଣ ଯୁଦ୍ଧ ନ କରି ସୀତାଙ୍କୁ ଫେରାଇ ଦେବା କଥା ରାବଣଙ୍କୁ କହିଲେ। ତହୁଁ ରାବଣ କ୍ରୋଧରେ ବିଭୀଷଣଙ୍କୁ ପାଦରେ ପ୍ରହାର କରି କହିଲା, ରେ ବିଭୀଷଣ, ତୁ ମୋ କୁଳର କଳଙ୍କ। ଶତ୍ରୁକୁ ଭୟ କରି ତାର ଶରଣ ପଶିବା ପାଇଁ ତୁ ମୋତେ କହୁଛୁ? ଯା, ତୁ ସେ ତପସ୍ୱୀ ରାମର ଶରଣ ନେବୁ। ଏହା କହି ତାଙ୍କୁ ଲଙ୍କାରୁ ତଡ଼ିଦେଲେ। ବିଭୀଷଣ ରାମଙ୍କର ଶରଣ ନେଲେ। ବିଭୀଷଣ ରାଜ୍ୟରୁ ବିତାଡ଼ିତ ହୋଇ ଶ୍ରୀରାମଙ୍କ ଶରଣ ନେବାକୁ ତାଙ୍କ ନିକଟକୁ ଆସିଲେ। ବାନରମାନେ ତାଙ୍କର ପରିଚୟ ପଚାରିବାରୁ ସେ କହିଲେ, ମୁଁ ଶ୍ରୀରାମଙ୍କ ଦର୍ଶନ ପାଇଁ ଆସିଛି। ମୁଁ ରାବଣର ସାନ ଭାଇ ବିଭୀଷଣ। ସୀତାଙ୍କୁ ଫେରାଇ ଦେବାକୁ ମୁଁ ରାବଣକୁ ଯେତେ ବୁଝାଇଲେ ସେ ମୋ କଥା ଶୁଣିଲା ନାହିଁ। ଶେଷରେ ମୋ ଉପରେ ପଦାଘାତ କରି ମୋତେ ରାଜ୍ୟରୁ ତଡ଼ିଦେଲା। ତେଣୁ ମୁଁ ଶ୍ରୀରାମଚନ୍ଦ୍ରଙ୍କ ପାଦରେ ଆଶ୍ରୟ ନେବାକୁ ଆସିଛି। ସୁଗ୍ରୀବ ବିଭୀଷଣଙ୍କ କଥାକୁ ବିଶ୍ୱାସ ନ କରି ଭାବିଲେ ଯେ ଏ ହୁଏତ ରାବଣର ଗୋଟାଏ କୌଶଳ। ଭାଇକୁ ପଠାଇ ଆମର ବଳାବଳ ବୁଝୁଛି। କିନ୍ତୁ ଶ୍ରୀରାମ କହିଲେ, ଶତ୍ରୁ ହେଉ ବା ମିତ୍ର ହେଉ, ଶରଣାଗତକୁ ଆଶ୍ରୟ ଦେବା ଧର୍ମନୀତି। ବିଭୀଷଣଙ୍କୁ ପାଖକୁ ଆଣିବାକୁ ସେ ଆଦେଶ ଦେଲେ। ବିଭୀଷଣ ସୁଗ୍ରୀବଙ୍କ ସହିତ ଯାଇ ଶ୍ରୀରାମଙ୍କ ପାଦତଳେ ପଡ଼ିଗଲେ। ଶ୍ରୀରାମ ତାକୁ ତଳୁ ଉଠାଇ ଆଲିଙ୍ଗନ କଲେ। ତାପରେ ବିଭୀଷଣ ଲଙ୍କାର ସମସ୍ତ ଘଟଣା କହି ଶ୍ରୀରାମଙ୍କ ସଖା ହେବାକୁ ପ୍ରାର୍ଥନା କଲେ। ଶ୍ରୀରାମ ଲକ୍ଷ୍ମଣଙ୍କୁ ଚାହିଁ କହିଲେ, ଆଜିଠାରୁ ବିଭୀଷଣ ଲଙ୍କାର ରାଜା ହେବେ। ତାଙ୍କର ଯଥାବିଧି ଅଭିଷେକ କରାଅ। ଲକ୍ଷ୍ମଣ, ସୁଗ୍ରୀବ ଓ କପିମାନେ ବିଭୀଷଣକୁ ଅଭିଷେକ କରାଇଲେ। ଏବେ କିପରି ସମୁଦ୍ର ପାରି ହେବ ତାହା ହିଁ ଚିନ୍ତା ହେଲା। ବିଭୀଷଣଙ୍କ ପରାମର୍ଶରେ ତାଙ୍କୁ ସାହାଯ୍ୟ କରିବାକୁ ଶ୍ରୀରାମ ସାଗର ଦେବତାଙ୍କୁ ପ୍ରାର୍ଥନା କଲେ। ସମୁଦ୍ର ମନୁଷ୍ୟ ରୂପ ଧରି ଶ୍ରୀରାମଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ହେ ରାମ, ବାନର ବୀର ନଳ ହେଉଛନ୍ତି ବିଶ୍ୱକର୍ମାଙ୍କ ପୁତ୍ର।
ପିତାଙ୍କ ପରି ସେ ମଧ୍ୟ ଶିଳ୍ପକର୍ମରେ ନିପୁଣ। ସେ ମୋ ଉପରେ ଏକ ସେତୁ ନିର୍ମାଣ କରନ୍ତୁ। ନଳ ଆନନ୍ଦରେ ସେତୁ ତିଆରିର ଦାୟିତ୍ୱ ନେଲେ। ବାନରମାନେ ପର୍ବତ ଶୃଙ୍ଗମାନ ଉପାଡ଼ି ଆଣି ସମୁଦ୍ରରେ ପକାଇଲେ। ସୁଗ୍ରୀବ, ଅଙ୍ଗଦ ପ୍ରଭୃତି ବୀରମାନେ ମଧ୍ୟ ପର୍ବତ ଶୃଙ୍ଗମାନ ଆଣି ସେତୁ ତିଆରିରେ ସାହାଯ୍ୟ କଲେ। 5 ଦିନ ଭିତରେ ବିଶାଳ ସେତୁବନ୍ଧ ତିଆରି ହୋଇଗଲା। ଏହି ସମୟରେ ସମୁଦ୍ର ଦେବତା ପୁଣି ଆସି ବୀରଯୋଦ୍ଧା ପାଇଁ ଦରକାର କବଚ କୁଣ୍ଡଳ ପ୍ରଭୃତି ଭୂଷଣ ସହ ନାନାବିଧ ଅସ୍ତ୍ର ଦେଲେ। ଶ୍ରୀରାମ ସେସବୁ ଆନନ୍ଦରେ ଗ୍ରହଣ କଲେ। ରାବଣ ଦ୍ୱାରା ରାମଚନ୍ଦ୍ରଙ୍କ ସୈନ୍ୟକଳନା। ରାମଚନ୍ଦ୍ର ଓ ତାଙ୍କର ବାନରସେନା ସେତୁବନ୍ଧ ଉପରେ ସମୁଦ୍ର ପାର ହୋଇ ଲଙ୍କାରେ ଯିବା ପାଇଁ ପହଞ୍ଚିଲେ। ଦୂତ ମୁଖରୁ ଏହି ସମ୍ବାଦ ପାଇ ରାବଣ ଶୁକ ଓ ସାଲୁ ନାମକ 2ଟି ମନ୍ତ୍ରୀଙ୍କୁ ରାମଚନ୍ଦ୍ରଙ୍କ ସୈନ୍ୟକଳନା କରିବାକୁ ପଠାଇଲେ। ସେ ଦୁହେଁ ବାନର ରୂପ ଧରି ରାମଚନ୍ଦ୍ରଙ୍କ କପି ସୈନ୍ୟଙ୍କ ମଧ୍ୟରେ ପଶିଗଲେ। ସେମାନେ ଯେଉଁଆଡ଼େ ଚାହିଁଲେ ସେଆଡ଼େ କେବଳ ବାନର ସୈନ୍ୟ ଦେଖିବାକୁ ପାଇଲେ। ପ୍ରତ୍ୟେକ ବାନର ମହାବଳଶାଳୀ ଓ ରାମଚନ୍ଦ୍ରଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ। ଏହି ସମୟରେ ବିଭୀଷଣ ସେହି ଛଦ୍ମବେଶୀ ରାକ୍ଷସ ଦୁହିଁଙ୍କୁ ଚିହ୍ନିପାରି କପି ସୈନ୍ୟମାନଙ୍କ ବନ୍ଧାଇ ରାମଚନ୍ଦ୍ରଙ୍କ ନିକଟକୁ ନେଇଗଲେ। ଶ୍ରୀରାମ ସେମାନଙ୍କୁ ପଚାରିଲେ, ତୁମେମାନେ କାହିଁକି ଛଦ୍ମବେଶରେ ମୋ ସୈନ୍ୟମାନଙ୍କ ଭିତରେ ପଶିଅଛ? ସେମାନେ ହାତ ଯୋଡ଼ି ସେମାନଙ୍କ ଆସିବାର କାରଣ ଜଣାଇଲେ। ଏହା ଶୁଣି ରାମଚନ୍ଦ୍ର ହସି କହିଲେ, ତୁମେ ଦୁହେଁ ରାବଣର ଦୂତ। ଦୂତମାନଙ୍କୁ ବଧ କରାଯାଏ ନାହିଁ। ତୁମେମାନେ ଯାଅ, ମୋର ସୈନ୍ୟ କଳନା କରି ରାବଣକୁ ଜଣାଇବ। ଆହୁରି ମଧ୍ୟ ରାବଣକୁ କହିଦେବ ଯେ ସେ ତାର ପାପକର୍ମର ଫଳ ଯୁଦ୍ଧଭୂମିରେ ଭୋଗ କରିବ। ରାମଚନ୍ଦ୍ରଙ୍କ ଆଦେଶରେ ସେ ଦୁହିଁଙ୍କୁ ବନ୍ଧନ ଖୋଲି ଦିଆଗଲା। ସେମାନେ ରାବଣ ନିକଟକୁ ଯାଇ ସମସ୍ତ ଘଟଣା କହି ରାମଚନ୍ଦ୍ରଙ୍କ ଉଦାରତା ବିଷୟରେ ଜଣାଇଲେ। ରାବଣ ଦୂତ ଦୁହିଁଙ୍କ କଥା ଶୁଣି ମନରେ ମହାଭୟ ପାଇଲା, କିନ୍ତୁ ସେ ନିଜ ମନୋଭାବ ଗୋପନୀୟ ରଖି ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲା। 13ଶ ଅଧ୍ୟାୟ ସମାପ୍ତ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।